ଇ ପାସପୋର୍ଟ କ'ଣ ଏହାର ଲାଭ କ'ଣ ଜାଣନ୍ତୁ। ଇ ପାସପୋର୍ଟର ବ୍ୟବହାର କିପରି କରାଯାଏ। ଇ ପାସପୋର୍ଟ କ'ଣ ଆଉ ଏହାର ଲାଭ କ'ଣ ଏବଂ ଏହାକୁ କିପରି ଆପ୍ଲାଏ କରିବା ଆସନ୍ତୁ ଜାଣିବା। ଇ ପାସପୋର୍ଟ ଦେଖିବାକୁ ସାଧାରଣ ପାସପୋର୍ଟ ଭଳି, କିନ୍ତୁ ଏହାର କଭରରେ ଏକ ସ୍ୱତନ୍ତ୍ର ଚିପ୍ ଲାଗିଥାଏ। ଏହି ଚିପ୍ରେ ଆପଣଙ୍କ ନାମ, ଜନ୍ମ ତିଥି, ଫଟୋ, ଫିଙ୍ଗର ପ୍ରିଣ୍ଟ ପରି ଜରୁରୀ ବାୟୋମେଟ୍ରିକ ଏବଂ ବ୍ୟକ୍ତିଗତ ତଥ୍ୟ ସୁରକ୍ଷିତ ରହିଥାଏ। ଏହି ପାସପୋର୍ଟ RFID ଟେକ୍ନୋଲୋଜି ଦ୍ୱାରା ଲ୍ୟାସ୍ ହୋଇଥାଏ, ଯାହାଦ୍ୱାରା ଏୟାରପୋର୍ଟରେ ଇମିଗ୍ରେସନ୍ ପ୍ରକ୍ରିୟା ଶୀଘ୍ର ଏବଂ ସହଜ ହୋଇଥାଏ। ଚିପ୍କୁ ସ୍କାନ୍ କରିବା ଦ୍ୱାରା ତୁରନ୍ତ ସୂଚନା ମିଳିଯାଇଥାଏ। ଏହା ଜାଲି ପାସପୋର୍ଟ ଠାରୁ ସୁରକ୍ଷା ଦେବାରେ ସହାୟତା କରିଥାଏ। ଏହି ପାସପୋର୍ଟକୁ ଫିଜିକାଲି ସାଥିରେ ରଖିବା ଜରୁରୀ। ଏହାକୁ ମୋବାଇଲରେ ସେଭ୍ କରାଯାଇପାରିବ ନାହିଁ। ବାହାର ଆଡ଼ୁ ଏହା ଡାର୍କ ଏବଂ ବ୍ଲୁ କଭରରେ, ଯାହା ସାମାନ୍ୟ ପାସପୋର୍ଟ ଭଳି ଦିଶିଥାଏ, କିନ୍ତୁ ନିମ୍ନରେ ଗୋଲ୍ଡେନ୍ ଚିପ୍ର ସାଇନ୍ ଥାଏ। ଭାରତରେ ଏହାକୁ 2022ରୁ ଟ୍ରାଏଲ୍ ଭାବରେ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ଏହି ସୁବିଧା କିଛି ସହରରେ ଉପଲବ୍ଧ।